ଆପଣମାନେ କେମିତି ଅଛନ୍ତି? ବହୁତ ଭଲରେ ଥିବେ। ଭିଡ଼ିଓ ଆସୁନି, ରେଟ୍ରୋ ବିବେ ପ୍ରାର୍ଥନା କରନ୍ତୁ। ପାରିବାରିକ କିଛି ପ୍ରୋବ୍ଲେମ୍ ଗୁଡ଼ିକ ରହୁଛି, ସେଥିପାଇଁ ଆସିପାରୁନି। ତ ଆଜି ଆମେ ଦେଖିବା ଭାରତରେ ଯେଉଁ ପ୍ରକାର ଭାବରେ ପରିସ୍ଥିତି ବର୍ତ୍ତମାନ ରହିଅଛି, ଯୁଦ୍ଧର ପରିସ୍ଥିତି, ଏହା ଗୋଟେ ବାଇବେଲର ଗୋଟେ ବହୁତ ବଡ଼ ବିଷୟଟେ ଆମ ଦେଶରେ, ଆମ ଦେଶ ବା ଆମ ପଡ଼ୋଶୀ ଦେଶରେ ମଧ୍ୟ ଘଟୁଅଛି। ସାଗର ପ୍ରମୋଦ ପ୍ରଡକ୍ସନ ଭାଇ, ଯୁଦ୍ଧ ବିଷୟରେ କିଛି କୁହନ୍ତୁ। ଭାରତର ପାକିସ୍ତାନର ଯୁଦ୍ଧ ବିଷୟରେ ଆମେ ଦେଖୁଅଛୁ। ଆଜି ଭାରତର ଗୋଟେ ଚର୍ଚ୍ଚାର ବିଷୟ ଅଟେ। ଆଉ ତାହା କୌଣସି ଗୁପ୍ତ ବିଷୟ ନୁହେଁ, ସମସ୍ତେ ଦେଖୁଅଛନ୍ତି। କିନ୍ତୁ ଆମମାନେ କ'ଣ ଶିଖୁଅଛୁ? ପ୍ରଭୁଙ୍କର ବିଶ୍ୱାସୀ ମାନେ ପ୍ରଭୁଙ୍କର ଲୋକ ହିସାବରେ ଆମମାନେ କ'ଣ ଶିଖୁଅଛୁ ଯୁଦ୍ଧ ଦେଖି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କହିଯାଇଥିବା ବାକ୍ୟ ଗୁଡ଼ିକ ଆମେ ଯେତେବେଳେ ଦେଖୁଅଛୁ, ଯେ ପ୍ରଭୁ କହିଛନ୍ତି ଯୁଦ୍ଧର ଜନରବ। ଅନ୍ୟ ଦେଶ ଗୁଡ଼ିକରେ ଆମେ ଦେଖୁଥିଲୁ, ଅନ୍ୟ ଦେଶ ଗୁଡ଼ିକରେ ଯୁଦ୍ଧ ହେଉଥିବା ବିଷୟ ଆମେ ଶୁଣୁଥିଲୁ ନ୍ୟୁଜ୍ ମାଧ୍ୟମରେ, କିନ୍ତୁ ଆମ ଦେଶ ମଧ୍ୟ ଯୁଦ୍ଧ କରିବାକୁ ଆରମ୍ଭ କଲା। ଆମ ଦେଶ ଏବଂ ପଡ଼ୋଶୀ ଦେଶର ଯୁଦ୍ଧ ଆମେ ଦେଖୁଅଛୁ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ କଥା କହିଥିଲେ, ଆପଣମାନେ ସମସ୍ତେ ଜାଣିଛନ୍ତି ସେଇ କଥାକୁ। ମୁଁ ଯେ ଆପଣମାନଙ୍କ ଠାରୁ ଅଧିକା ଭଲ କହିବି ସେମିତି ନୁହେଁ। ଲୁକ 21:9 ପ୍ରଭୁ କହିଛନ୍ତି, ମାତ୍ର ତୁମମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ, କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ। ଯୁଦ୍ଧ ବିଷୟ ଆମେ ଯେତେବେଳେ ଦେଖୁଅଛୁ, ଏହା ଅବଶ୍ୟ ଘଟିବ ଶେଷ ସମୟର ପ୍ରଥମ ଦିନମାନଙ୍କରେ। ଆଉ ଯୁଦ୍ଧର ବିଷୟ ଗୁଡ଼ିକ, ଯୁଦ୍ଧର ଓ ବିପ୍ଳବର ବିଷୟ ଗୁଡ଼ିକ ଆମେ ଶୁଣୁଅଛୁ। ବିଗତ ଅନେକ ବର୍ଷରୁ ଆମେ ଶୁଣି ଦେଖି ଆସୁଅଛୁ। ଆଉ ବାକ୍ୟ କହୁଛି ଯେ ଏ ସମସ୍ତ ଅବଶ୍ୟ ଘଟିବ, ଛାନିଆ ହେବାର ବିଷୟ କିଛି ନାହିଁ।
ମାଥ୍ୟୁ 24:6 ଆଉ ତମମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସାବଧାନ ବ୍ୟାକୁଳ ହୁଅ ନାହିଁ, କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ଭୂମିକମ୍ପର କଥା ଗୁଡ଼ିକ ତ ଆମମାନେ ଆଗରୁ ଅନେକ ଥର ଶୁଣି ଆସିଅଛୁ, ଅନେକ ଥର ଦେଖିଛୁ, ଆଉ ଯୁଦ୍ଧର ବିଷୟ ମଧ୍ୟ ଦେଖୁଅଛୁ। ବର୍ତ୍ତମାନ ସମୟରେ ଯେଉଁ ପ୍ରକାର ଭାବରେ ଲୋକମାନେ ଶାନ୍ତିର ଆଶା କରୁଛନ୍ତି, ଶାନ୍ତି ସ୍ଥାପନ କରିବ ବୋଲି, ସେମିତି ନ ହୋଇ ବରଂ ଦିନ ପ୍ରତିଦିନ ପୃଥିବୀ ଅଶାନ୍ତି ଆଡ଼କୁ ଯାଉଅଛି। ଅଶାନ୍ତି କେବଳ କ୍ଷତି, ନଷ୍ଟ ଏହି ପ୍ରକାର ଆଡ଼କୁ ଯାଉଛି। ତ ଆମମାନେ କୋଉଠି ନା କୋଉଠି ଛାନିଆ ହୋଇ ଡରି ଯାଇ ହତାଶ ନିରାଶ ହେବା ବିଷୟ ନ ହେବା ଦରକାର। ଖ୍ରୀଷ୍ଟିଆନ ଆମର ମଣ୍ଡଳୀରେ କେତେବେଳେ କ'ଣ ହେଇଯିବ କି, ପୃଥିବୀ ପୁରା ନଷ୍ଟ ହେଇଯିବ କି, ପ୍ରଭୁଙ୍କର ଅଜଣାତରେ କିଛି ହେବ ନାହିଁ। ପବ୍ଲିକର ରିଆକ୍ସନ୍ ତ ଅଲଗା ପ୍ରକାର, ନେକ୍ସଟ ଲେଭେଲର ରିଆକ୍ସନ୍। ମିଡ଼ିଆ ତ ଆଜି ଚିଲେଇ ଚିଲେଇ କହୁଛନ୍ତି ଯେ ଆମମାନେ ଯୁଦ୍ଧ କରୁଅଛୁ, ଠିକ୍ କରୁଅଛୁ, କିମ୍ବା ଯୁଦ୍ଧ କରି ଆମମାନେ ଭଲ କାମ କରୁଅଛୁ। ତ ବାଇବେଲ କୁହେ ଯେ ଯୁଦ୍ଧର ଜନରବ ଶୁଣିବ, ବିପ୍ଳବର ଜନରବ ଶୁଣିବ, ଆଉ ଏହି ସମସ୍ତ ଯୁଦ୍ଧ ଗୋଟିଏ ଏମିତି ସମୟକୁ ଜନ୍ମ ଦେବ ଯାହାକି ଶେଷ ସମୟରେ ଲୋକମାନେ ଚାହିଁବେ। ବର୍ତ୍ତମାନ ସମୟରେ ଦେଶ ଦେଶ ବିରୋଧରେ, ରାଜ୍ୟ ରାଜ୍ୟ ବିରୋଧରେ ଯେଉଁ ଯୁଦ୍ଧ ହେଉଅଛି, ଏହା ଗୋଟେ ବହୁତ ବଡ଼ ପ୍ରୋବ୍ଲେମ, ବହୁତ ବଡ଼ ସମସ୍ୟା। ଏ ସମସ୍ୟାକୁ ସମାଧାନ କରିବା ପାଇଁ ଜଣେ ବ୍ୟକ୍ତିର ଆବଶ୍ୟକ ରହିଅଛି। ଆପଣମାନେ ଧ୍ୟାନ ଦେଇ ଦିଅନ୍ତୁ। ଯେ ସାଲଭେସନ୍ କହୁଛନ୍ତି, ବ୍ରଦର ବିବ୍ଲିକାଲରେ ଯେକୌଣସି କୋଶ୍ଚିନ୍ କରିପାରିବି କି? ମୋର ନାମ ଅମିର, ମୁଁ କନ୍ଧମାଳର ଅଟେ, ମୋର ବୟସ 20 ହେଉଛି। ସନ୍ଧ୍ୟା 6ଟାରେ ଚର୍ଚ୍ଚ ଗଲି। ଛୋଟ ଛୋଟ ଭାଇ ଭଉଣୀମାନଙ୍କୁ ଡାକିବାକୁ ଆରମ୍ଭ କଲି। ଭାଇ କ'ଣ ହେଲା କୁହନ୍ତୁ, କ'ଣ ହେଇଛି? କିନ୍ତୁ ମୁଁ ଜାଣିପାରୁନି ଯେ ଅଚାନକ କାହିଁକି ଏମିତି ହେଲା। କ'ଣ ହେଲା ସେଇଟା ତ କୁହନ୍ତୁ। ଯେ ସାଲଭେସନ୍
ପୃଥିବୀ ଗୋଟିଏ ନୂଆ ସମୟକୁ ଜନ୍ମ ଦେବାକୁ ଯାଉଛି, ଯିଏକି ପୃଥିବୀର ଡୁପ୍ଲିକେଟ୍ ଉଦ୍ଧାରକାରୀ, ଡୁପ୍ଲିକେଟ୍ ମସିହା, ଯିଏକି ଆମମାନେ ଆଣ୍ଟି ଖ୍ରାଇଷ୍ଟ ବୋଲି କହୁ, ତାକୁ ଜନ୍ମ ଦେବା ପାଇଁ ପୃଥିବୀ ଏସବୁ କରୁଅଛି। ଜଣେ ଉଦ୍ଧାରକର୍ତ୍ତା ଆବଶ୍ୟକ ନା, ଜଣେ ପୃଥିବୀର ଶାନ୍ତି ଦୂତ ଆବଶ୍ୟକ। ଏବେ ଭାରତ ପାକିସ୍ତାନ ଯୁଦ୍ଧ ହେଉଛି, ତ ଏହି ଯୁଦ୍ଧକୁ ନେଇକି ଲୋକମାନେ ଏତେ ପ୍ରକାର ବିଷୟ ଭାବୁଛନ୍ତି, ଏହି ଯୁଦ୍ଧ ସମୂହକୁ ସମାପ୍ତ କରାଇବା ପାଇଁ ହିଁ ଆଣ୍ଟି ଖ୍ରାଇଷ୍ଟର ଆଗମନ ହେବ। ତ ଏହି ସମସ୍ତ ଯୁଦ୍ଧ, ରଣନୀତି, ବାଦ ବିବାଦ ଖତମ ହେଇଯିବ। ଆପଣମାନେ এই ଯୁଦ୍ଧ ସବୁର ବିଷୟ ଯଦି ଜାଣିବା ପାଇଁ ଚାହିଁବେ, ବିଶେଷ କରି এই ସମସ୍ତର କାରଣ ହେଲା ସାମ୍ପ୍ରଦାୟିକ, ଧାର୍ମିକ ଧର୍ମ ଆଉ ଗୋଟେ ଧର୍ମ ବିରୋଧରେ এই ସମସ୍ତକୁ ସର୍ଟ ଆଉଟ୍ କରିବା ପାଇଁ ଭଣ୍ଡ ଖ୍ରୀଷ୍ଟ ଆସିବ। এই ସମସ୍ତ ବିଷୟରେ ବର୍ତ୍ତମାନର ଯେଉଁ ସରକାର, ବର୍ତ୍ତମାନ ଯେଉଁ ଶାସନକର୍ତ୍ତା ମାନେ ଏକ ପ୍ରକାର ଭାରସାମ୍ୟ ହରାଇବେ, ଏମାନେ ଆଉ କରିପାରିବେ ନାହିଁ। କୌଣସି ତାଙ୍କ ପାଖରେ ଆଉ ବିକଳ୍ପ ରହିବ ନାହିଁ। ସେହି ସମୟରେ ଭଣ୍ଡ ଖ୍ରୀଷ୍ଟର ଆଗମନ ହେବ, ଆଉ ସେ ସମସ୍ତକୁ ସମାଧାନ କରିବ। ସୁଲେମାନ ପୁଟି ପପ୍ ବିଷୟରେ କିଛି ଆଲୋଚନା କରନ୍ତୁ। ପପ୍ ବିଷୟରେ ଆଲୋଚନା କରିବାର ବିଷୟ ତାହା ଗୋଟେ ଅଲଗା ଟପିକ୍ ଅଟେ। ଆଉ ପପ୍ଙ୍କ ବିଷୟରେ ବର୍ତ୍ତମାନ ରିସେଣ୍ଟ କ'ଣ ହେଉଛି, କେଉଁ ନୂଆ ପପ୍ ଅଛନ୍ତି, ଆସିବେ, କ'ଣ ହେଲେ କ'ଣ, ସେ ବିଷୟରେ ମୁଁ ଜାଣିବା ପାଇଁ ଚାହିଁ ନାହିଁ କିମ୍ବା ମୁଁ ସେଇଟା ଜାଣିନାହିଁ। ଆଉ ପପ୍ ବିଷୟରେ, ପପ୍ଙ୍କର ଡେଥ୍ ପରେ କ'ଣ ହେଲା ମୁଁ ଜାଣିନାହିଁ, ସେ ସମ୍ପର୍କରେ ବର୍ତ୍ତମାନ ମୁଁ କହିପାରିବିନି। କିନ୍ତୁ ଆଜିର ବିଷୟ ହେଲା ଯେ ଆଜିକାଲି ଯେଉଁ ଯୁଦ୍ଧ ହେଉଅଛି, ଆପଣମାନେ ବାର ବାର ଯୁଦ୍ଧର କଥା ଦେଖୁଛନ୍ତି। ଇସ୍ରାଏଲ ଆଉ ପାଲେଷ୍ଟାଇନ ଯୁଦ୍ଧ, ରୁଷ ୟୁକ୍ରେନର ଯୁଦ୍ଧ, ଯେତେ ସାଉଦି ଆରବ କଣ୍ଟ୍ରି ଗୁଡ଼ିକ ଇସ୍ରାଏଲ ବିରୋଧରେ, ଆମେରିକା ବିରୋଧରେ, ବର୍ତ୍ତମାନ ଭାରତ ଆଉ ପାକିସ୍ତାନ, କେତେ ସ୍ଥାନରେ ଯୁଦ୍ଧ ହେଉଛି। ମାନେ ପୃଥିବୀରେ ସମ୍ପୂର୍ଣ୍ଣ ଅଶାନ୍ତିର ବାତାବରଣ ଚାଲିଛି। ବର୍ତ୍ତମାନ ପୃଥିବୀ ଆଉ ଶାନ୍ତି ର ଗୋଟେ ସ୍ଥାନ ହେଇକି ନାହିଁ। ପୃଥିବୀ ଗୋଟିଏ ଅଶାନ୍ତିମୟ ଭାବରେ ଅତିବାହିତ କରୁଅଛି। ଏକ ପ୍ରକାର ସେ କିଛି କରିପାରୁନାହିଁ। ଯେମିତି ଆପଣମାନେ ଦେଖୁଛନ୍ତି ଫିଲ୍ମ ଗୁଡ଼ାକରେ ତ ବହୁତ ବଡ଼ ବଡ଼ ବିଷୟ ଗୁଡ଼ିକ, ବହୁତ ବଡ଼ ବଡ଼ ବିଷୟ ଦେଖାଉଛନ୍ତି, କିନ୍ତୁ ତାହା ବାସ୍ତବରେ ହେଉନାହିଁ। ବାସ୍ତବରେ ଯେଉଁ ସରକାର ସେ ସମସ୍ତ କରିପାରୁନାହିଁ, ଏଇଟା କେଉଁଠି ନା କେଉଁଠି ଗୋଟିଏ ଆଉ ଜଣଙ୍କ ଉପରେ ଡିପେଣ୍ଡେଣ୍ଟ, ଆଉ ଜଣଙ୍କ ଉପରେ ନିର୍ଭର କରିଲା ଭଳି ବିଷୟ ଆମେ ଦେଖୁଅଛୁ। ଆଉ ଜଣଙ୍କର ଆବଶ୍ୟକ ରହିଅଛି। ପ୍ରଭୁଙ୍କ ଉପରେ ନିର୍ଭର କଲେ ତ ପ୍ରଭୁ ନିଶ୍ଚୟ ତାର ସମସ୍ୟାର ସମାଧାନ କରିବେ, କିନ୍ତୁ ମଣିଷମାନେ ପ୍ରଭୁଙ୍କୁ ସୁଯୋଗ ନ ଦେଇ ଶୈତାନକୁ ସୁଯୋଗ ଦେବେ, ଆଉ ଶେଷ ସମୟରେ ଶୈତାନ ତାର ଫାଇଦା ଉଠେଇବ। ଏ ସମୟରେ ମୁଁ ପ୍ରକାଶିତ ବାକ୍ୟ ଆଡ଼କୁ ମଧ୍ୟ ଯିବା ପାଇଁ ଟିକେ ଚାହିଁବି।
ପ୍ରକାଶିତ ବାକ୍ୟରେ ସେହି ପଶୁର କଥା ଭଣ୍ଡ ଖ୍ରୀଷ୍ଟ ଭଣ୍ଡ ଭାବନ୍ତି କେମିତି ଲୋକମାନେ ୱେଲକମ୍ କରନ୍ତି, କେମିତି ତାକୁ ଗ୍ରହଣ କରନ୍ତି, ସେଇଟା ଗୋଟେ ବହୁତ ମାନେ ଆମମାନଙ୍କୁ ଉଦ୍ଯୋଗୀ କରିଥାଏ, ମାନେ ଆମମାନଙ୍କୁ ଆତ୍ମିକତାରେ ଆଉ ଅଧିକା ଭରି ଦେଇଥାଏ। ଯେଉଁ ପ୍ରଥମ ପଶୁ ଆସିବ ତାକୁ ଲୋକମାନେ କେତେ ଆନନ୍ଦର ସହିତ ଗ୍ରହଣ କରିବେ। ଦେଖନ୍ତୁ 3 ପ୍ରକାଶିତ 13 3 4 5 ଦେଖିବା। ତାହାର ମସ୍ତକ ଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା। ପୁଣି ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟଜନିତ ହୋଇ ତାହାର ଅନୁଗମନ କଲେ। ସମସ୍ତ ପୃଥିବୀ, ସାରା ପୃଥିବୀର ଲୋକ, କୌଣସି ଗୋଟିଏ କି 2ଟା କଣ୍ଟ୍ରିର ଲୋକ ନୁହନ୍ତି, ସାରା ପୃଥିବୀର ଲୋକ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ, ତାକୁ ଅନୁଗମନ କରିବେ, ତାର ପଛରେ ଚାଲିବେ। ତେବେ ଆପଣ ବର୍ତ୍ତମାନ ସମୟରେ ଚିନ୍ତା କରନ୍ତୁ, ଏମିତି ଗୋଟେ ପୃଥିବୀରେ ଆମେ ଅଛୁ, ବର୍ତ୍ତମାନ ସମୟର ଏହି ପରିସ୍ଥିତି ଦେଖିଲେ ଆପଣଙ୍କୁ ଲାଗୁଛି ଯେ ଜଣେ ନେତା ଆମ ସାମ୍ନାରେ ଯେଉଁ ଅଛନ୍ତି, ନେତାମାନଙ୍କ ମଧ୍ୟରୁ କେହି ମଧ୍ୟ ହୁଅନ୍ତୁ ନା କାହିଁକି, ସେ ଟ୍ରମ୍ପ ହୁଅନ୍ତୁ କିମ୍ବା ମୋଦି ହୁଅନ୍ତୁ କିମ୍ବା ସେ ପୁତିନ ହୁଅନ୍ତୁ, ଯିଏ ବି ହୁଅନ୍ତୁ, କ'ଣ ଏମାନଙ୍କୁ ଲୋକମାନେ ଅନୁସରଣ କରିବେ? ଏମାନଙ୍କୁ ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଏମିତି କ'ଣ ଏମାନେ କରିପାରୁଛନ୍ତି? ଏମିତି କ'ଣ ବିଶିଷ୍ଟ କାମ ଏମାନେ କରିପାରୁଛନ୍ତି ଯାହାରି ଫଳରେ ଲୋକମାନେ ତାଙ୍କୁ ଅନୁଗମନ କରିବେ? ଏମାନଙ୍କ ପାଖରେ କିଛି ନା କିଛି ତ ଦୁର୍ବଳତା ରହିଯାଉଛି, କିନ୍ତୁ ଏମିତି ଜଣେ ବ୍ୟକ୍ତି ଆସିବ ଯିଏକି ଲୋକମାନେ ତାକୁ ଦେଖି ଆଶ୍ଚର୍ଯ୍ୟ ହେଇଯିବେ ଏବଂ ତାକୁ ଅନୁଗମନ କରିବେ। ପୁଣି ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ। ଏହି ଯେଉଁ ପଶୁ, ଏହି ଯେଉଁ ଭଣ୍ଡ ଖ୍ରୀଷ୍ଟ ଆସିବ, ତାକୁ ସାରା ପୃଥିବୀ ଲୋକମାନେ କ୍ଷମତା ସମର୍ପଣ କରିବେ। କାହିଁକି କରିବେ? ତାଙ୍କ ଦ୍ୱାରା କିଛି ହେଇପାରିଲା ନାହିଁ, ସେମାନେ କିଛି ସମସ୍ୟା ସମାଧାନ କରିପାରିଲେ ନାହିଁ, ସେଥିପାଇଁ ଏମାନେ ସେହି ପଶୁକୁ ନିଜର କ୍ଷମତା ସମର୍ପଣ କରିଦେଉଛନ୍ତି। ସେମିତି ଗୋଟେ ସମୟ ଆସିବ, ସେହି ସମୟରେ ଲୋକମାନେ ତାକୁ ଆଶ୍ଚର୍ଯ୍ୟ ହେଇଯିବେ, ତାକୁ ଫଲୋ କରିବେ। ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ, ଆଉ କିଏ ତା ସହିତ ଯୁଦ୍ଧ କରିପାରିବ? ସାରା ପୃଥିବୀର ଲୋକ ଜଣକୁ କହୁଛନ୍ତି ଯେ ୟା ବିରୋଧରେ କିଏ ଯୁଦ୍ଧ କରିପାରିବ? ଅସମ୍ଭବ। ତାର ଅର୍ଥ ତା ବିରୋଧରେ କେବଳ ଈଶ୍ୱର ହିଁ ଯୁଦ୍ଧ କରିପାରିବେ। ଈଶ୍ୱରଙ୍କ ବ୍ୟତୀତ କୌଣସି ଲୋକ ପୃଥିବୀରେ ତା ବିରୋଧରେ ଯୁଦ୍ଧ କରିବା ପାଇଁ ଆସିବେ ନାହିଁ କିମ୍ବା କରିପାରିବେ ନାହିଁ। ଏମିତି ଗୋଟେ ଶାସନକର୍ତ୍ତା, ଏମିତି ଗୋଟେ ବ୍ୟକ୍ତିତ୍ୱ ପୃଥିବୀରେ ଆବଶ୍ୟକ ରହିଅଛି ବର୍ତ୍ତମାନ ସମୟରେ। ଏହି ବର୍ତ୍ତମାନ ମୁହୂର୍ତ୍ତର ପୃଥିବୀକୁ ଆମେ ଯଦି ଦେଖିବା, ଯେ ଏମାନେ କେହି ମଧ୍ୟ କିଛି ମଧ୍ୟ ନୁହନ୍ତି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଏମାନେ ଗୋଟେ ମାନେ ଅଧୁରା ଶକ୍ତିର ସହିତ ଅଛନ୍ତି। ଆଉ ଜଣେ ସେମାନଙ୍କୁ କେହି ଜଣେ ସାହାଯ୍ୟ କରିବା ଆବଶ୍ୟକ ରହିଅଛି। ସେମାନେ ପ୍ରଭୁଙ୍କ ଉପରେ ନିର୍ଭରଶୀଳ ହେବେ ନାହିଁ, କିନ୍ତୁ ଆଉ ଜଣଙ୍କ ଉପରେ ନିର୍ଭରଶୀଳ ହେବେ, ଯାହାର ବିଷୟରେ ବାଇବେଲ ସ୍ପଷ୍ଟ ଭାବରେ ଆମକୁ ସବୁବେଳେ କହୁଅଛି। ଆଉ ସେହି ବ୍ୟକ୍ତି କିଏ, ସେହି ବ୍ୟକ୍ତି କେଉଁ ପ୍ରକାର, ତାହା ମଧ୍ୟ ବାଇବେଲ ସ୍ପଷ୍ଟ ଭାବରେ କହୁଅଛି। 5ରେ ଏହି ପ୍ରକାର ଲେଖାଯାଇଛି, ସେହି ପଶୁକୁ ଅହଙ୍କାର ଓ ଈଶ୍ୱର ନିନ୍ଦା କଥା କହିବାକୁ ମୁଖ ଦିଆଗଲା। କେତେ ଭୟଙ୍କର କଥା! ମୁଁ ଆପଣଙ୍କୁ କହୁଥିଲି ଯେ ବର୍ତ୍ତମାନ ସମୟରେ ଯେଉଁ ବାଦ ବିବାଦ ଯୁଦ୍ଧ ଚାଲିଛି, ଏହା ପ୍ରାୟତଃ ସାମ୍ପ୍ରଦାୟିକ ବାଦ ବିବାଦ। ଆଉ ସେହି ଯେଉଁ ପଶୁ ଆସିବ, ସେ ଏହି ପ୍ରକାର ଯେଉଁ ଈଶ୍ୱର ନିନ୍ଦା କଥା କହିବା ଲୋକ, ମାନେ ଈଶ୍ୱରଙ୍କୁ ବିରୋଧ କରିବା ଲୋକ, ଈଶ୍ୱରଙ୍କ ନାମରେ ପୂଜିତ ହେଉଥିବା ଲୋକମାନଙ୍କୁ ସେ ବିରୋଧ କରେ। ଆଉ 42 ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦେବ।
ତା ପାଖରେ ଯେଉଁ କାର୍ଯ୍ୟ ସାଧନ କରିବା ପାଇଁ କ୍ଷମତା ଅଛି, ପାୱାର ଅଛି, ସେହି ପାୱାର କେବଳ 42 ମାସ ପର୍ଯ୍ୟନ୍ତ ରହିବ। ତ ଏମିତି ଗୋଟେ ରାଜା, ଏମିତି ଗୋଟେ ଶାସନକର୍ତ୍ତା ପୃଥିବୀକୁ ଆସିବାର ରହିଅଛି, ଆଉ ସେ ଆସିବ। ବର୍ତ୍ତମାନର ଏହି ଯୁଦ୍ଧ ପରିସ୍ଥିତି ଗୁଡ଼ିକ ଦେଖିଲେ ଆମମାନେ ଏହା ହିଁ ଶିଖିପାରୁଅଛୁ ଯେ ଆଗକୁ ଜଣକୁ ଆଗକୁ ଗୋଟେ ଅଲଗା ରାଜ୍ୟ, ଅଲଗା ବିଷୟ ଆସିବ। ତ ପ୍ରିୟ ଭାଇ ଭଉଣୀମାନେ, ଆମମାନେ ବର୍ତ୍ତମାନ ସମୟରେ ଭଣ୍ଡ ଖ୍ରୀଷ୍ଟର ପ୍ରସବ ବେଦନା, ଯେମିତି ଆଉ ମାଥ୍ୟୁ ପୁସ୍ତକ ଲେଖାଯାଇଛି ଯେ ଏହା ପ୍ରସବ ବେଦନା ମାତ୍ର, ସେମିତି ପ୍ରକାର ଗୋଟେ ସମୟ ଗୋଟେ ବ୍ୟକ୍ତିଙ୍କୁ, ଗୋଟେ ଯୁଗକୁ ଜନ୍ମ ଦେବାକୁ ଯାଉଛି, ଯାହାକି ଖ୍ରୀଷ୍ଟ ବିରୋଧୀ ଯୁଗ, ଯାହାକି ଭଣ୍ଡ ଖ୍ରୀଷ୍ଟର ଯୁଗ। ଆଉ ବାକ୍ୟରେ ଲେଖାଯାଇଛି ଶେଷ ସମୟରେ ସେମିତି ଲୋକ ଆସିବ। ତେସଲୋନିକ ପୁସ୍ତକରେ ଲେଖାଯାଇଛି ଯେ ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ, ନଚେତ୍ ଈଶ୍ୱରଙ୍କ ରାଜ୍ୟ ଆସିବ ନାହିଁ, ପରମେଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟ ଆସିବ ନାହିଁ। ଆଉ ବର୍ତ୍ତମାନ ଆମେ ସେମିତି ହିଁ ଶେଷ ସମୟରେ ଅଛୁ। ଶେଷ ସମୟର ଆରମ୍ଭରେ ଏହି ପ୍ରକାର ଯୁଦ୍ଧ ଗୁଡ଼ିକ ହେବ, ଏହି ପ୍ରକାର ତାଡ଼ନା ଗୁଡ଼ିକ କିମ୍ବା ଏହି ପ୍ରକାର ଧର୍ମ ବିରୋଧରେ ଧର୍ମ ଉଠିବା କଥା, ରାଜ୍ୟ ବିରୋଧରେ ରାଜ୍ୟ ଉଠିବା କଥା ବାଇବେଲ ଆମକୁ କହୁଛି। ଅନେକ ଲୋକମାନେ ଅନେକ କଥା କହୁଛନ୍ତି, ଅନେକ ଲୋକମାନେ ଅନେକ ବିଷୟ ଭାବୁଛନ୍ତି, କିନ୍ତୁ ଆମମାନେ ବର୍ତ୍ତମାନ ସମୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁଙ୍କ ବାକ୍ୟକୁ ଅଧିକରୁ ଅଧିକ ଆମମାନେ ପଢ଼ିବା ପାଇଁ ଚେଷ୍ଟା କରିବା ଏବଂ ଶେଷ ସମୟରେ ପ୍ରଭୁଙ୍କ ପାଇଁ ବଞ୍ଚିବା ପାଇଁ ଆମେ ଦୃଢ଼ ନିଷ୍ପତ୍ତି ନେବା ଦରକାର। ବର୍ତ୍ତମାନ ସମୟରେ କୌଣସି ପ୍ରକାର ଆମମାନେ ଛାନିଆ ନ ହୋଇ ପ୍ରଭୁଙ୍କର ଲୋକ ହିସାବରେ ଆମମାନେ ନିଜକୁ ପ୍ରସ୍ତୁତ କରିବା ଦରକାର। ସଂସାର ଲୋକମାନେ ତ କେବଳ ଜାଗତିକ ବିଷୟ ଭାବନ୍ତି ଯେ ଦେଖ ଆମମାନେ ଯୁଦ୍ଧ କଲୁ କିମ୍ବା ସେ ଯୁଦ୍ଧ କଲେ, ଏଇଟା ହାସଲ କଲେ, ସେଇଟା ହାସଲ କଲେ, କିନ୍ତୁ ବାସ୍ତବରେ ଏ ସମସ୍ତ ଗୋଟେ ଛଳନା ଟାଇପ୍, ଆକ୍ଟିଂ ଟାଇପ୍। ସେମାନେ ଆଉ ଜଣକୁ ଜନ୍ମ ଦେବା ପାଇଁ ଚାହୁଁଛନ୍ତି, ଆଉ ଜଣକୁ ନିଜର ପାୱାର ଦେବା ପାଇଁ ଚାହୁଁଛନ୍ତି। ସେ ପାୱାର ସେମାନଙ୍କର ନୁହେଁ। ଆଉ ଜଣେ ବ୍ୟକ୍ତି ଶୀଘ୍ର ଆସିବେ ଯିଏକି এই ସମସ୍ତକୁ ସର୍ଟ ଆଉଟ୍ କରିବେ। ଆଜି ସାରା ପୃଥିବୀରେ ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଲା ଆତଙ୍କବାଦ। ଏହି ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ ପୃଥିବୀରେ ଅଧିକରୁ ଅଧିକା ଟେକ୍ନୋଲୋଜିର ଆବଶ୍ୟକ ଅଟେ। ଆଉ ଶେଷ ସମୟରେ এই ଭଣ୍ଡ ଖ୍ରୀଷ୍ଟର ସମୟରେ ଯେତେ ସବୁ ଖ୍ରୀଷ୍ଟିଆନ ଲୋକମାନେ ରହିଥିବେ ସେମାନଙ୍କୁ ମଧ୍ୟ ସେ ଆତଙ୍କବାଦୀ ସହିତ ସମାନ କରାଯିବ। ଆପଣମାନେ ଆଉ ମୋଦି ଗଭର୍ଣ୍ଣମେଣ୍ଟର ଷ୍ଟାର୍ଟିଂ ସମୟରେ ଜାଣିଥିବେ ନୋଟବନ୍ଦୀ କଥା। ନୋଟବନ୍ଦୀ ସମୟରେ ଗୋଟେ ଘୋଷଣା କରାଯାଇଥିଲା ଯେ ଆତଙ୍କବାଦୀମାନଙ୍କୁ ରୋକିବା ପାଇଁ ନୋଟବନ୍ଦୀ କରାଯାଉଛି। ତାର ଅର୍ଥ पेमेंट सिस्टम जदि ऑनलाइन कराहब, कैशलेस कराहब, ताहले आतंकवादी मानकु धरा जाय पारिबो। आतंकवादी माने निजे सरेंडर हो जिवे। किंतु वास्तव में मोदी
गवर्नमेंट रे सेतिकी पर्यंत पहुंच पारिला नहीं, सेतिकी पर्यंत जाई पारिला नहीं जतिकी जीवा कथा। संपूर्ण ऑनलाइन पेमेंट जदि समस्त भारत रे करिवार अछि तार सब भारत सारा ही लोक मान को एजुकेटेड करबा पड़िबो, समस्ते जानिबा दरकार। पिला ठारू बुढ़ा पर्यंत समस्ते ऑनलाइन पेमेंट कोन जानिबा दरकार। सेतिकी हेई नाही वर्तमान पर्यंत। आउ सही कथा को सठिक संपूर्ण हेबा विषय बाइबल लेखा जाइछि प्रकाशित वाक्य 13 रो लास्ट रे जे गोटे संख्या आसीबो, से संख्या द्वारा लोक माने किना बिका करिवे। अब एते स्ट्रिक्ट हे जीवो ताहा जे जो लोक माने से संख्या को नेबे नाही से मान को किनिबा पई बिकिबा पई दिया जीवो नाही, किना बिका से मान को पई बंद करा जीवो। और जो भंड ख्रीष्ट आसीबो ए आतंकवादी को संपूर्ण खत्म करबा पई से सही प्रकार सिस्टम लागू करिवो। समस्त को खोजी खोजी बाहर करिवो, समस्त सरेंडर हेतिबे। चिप लगेबा परे मनुष्यर कंट्रोल से भंड ख्रीष्ट हाथ से सरकार को हाथ में रही। एबे किए जंगल रे किए कोठी लुचिकी अछंती से माने समस्ते सरेंडर हे। जदि रहिबो ताहले तो कोनसी फैक्ट्री रो कोनसी जिनिस किनी पारिबो नै, एटा मने रखिथो। ए आतंकवादी मानकर पाखरे जो गुली बारूद सब अच्छी ए समस्त जतले सरी जीवो तापर से माने कोन करिवे। एबे से माने जे कोनसी कंपनी ठारो जे कोनसी फैक्ट्री रो ए समस्त नै पारुछंती, किंतु सेही समय एमिति हे जीवो जे से माने किछि नै पारिबे नै। काइना समस्त स्थान रे भंड ख्रीष्टर आउ स्ट्रिक्ट कानून टेक्नोलॉजी रही थी। अति आधुनिक आधुनिक जंत्रपाति आधुनिक कंप्यूटर गुड़िक से समय डेवलप हो जाए। एबे जेमिति सबु दुकान रे तो कैशलेस हे पारे नै, सबु दुकान गुड़िक तो लोक माने ऑनलाइन पेमेंट नहीं पारनांती, चली जाउछि। एबे ऑनलाइन पेमेंट कले मध्ये चलिबो नचेत कैश देले मध्ये चलिबो, किंतु से समय समस्त को ऑनलाइन पेमेंट करिया पड़िबो। तार अर्थ एबे हमको ट्रेनिंग दिया जाउछि, एबे जगत को ट्रेनिंग दिया जाउछि। आगो को ए समस्त हेबो कंपलसरी हे जीवो, सेति पे ए सब ट्रेनिंग दिया जाउछि। आ प्रत्येक स्थान सेमिति हुए ना, जे कोन से व्यक्ति को ट्रेनिंग दिया जाए प्रथम ट्रेनिंग देला बेले कोन कंपलसरी हे थाए, किंतु से ट्रेनिंग समाप्त होला पर ता दिन ना दिन से जे कोन से विषय पर ट्रेनिंग नै ता कंपलसरी करिया पड़िबो। तो एमिति गोटे समय वर्तमान चली अछि, आ गोटे समय को जन्म देवा पे जाउछि। ए आतंकवादी को खत्म करबा पई शेष रे बहुत तो बहुत कठिन समय आसीबो। सामुएल फुटी जन को ना नहीं कहते जे जड़े सोशल मीडिया रे आसुछंती आ धर्म विषय बेसी कहते बोली। देखंतु छोट छोट लोक मानकू आपण तांकर वीडियो देखी जो जो लोक मानकर कि रिच कम थाए ताकू उठेबाटा ठीक हो नहीं। से मानकर कौनसी ज्ञान न थाए, से माने किछि ताकर कथा ही ग्रहण योग्य है न थाए। एबे जो लोक मानकर कथा जो जो लोक माने प्रभु को विरोध रे कहउछंती कि बा जो लोक माने कहिबा द्वारा किछि लोक माने कन्विंस हो जाउछंती कि बा ब्रेन वॉश हो जाउछंती, सेमिति लोक मानकू आमनकू कहया आवश्यक। काइना लोक मानकर विश्वास नष्ट नहीं, किंतु जो लोक माने एबे गोटे यूट्यूब रे आपण माने जानि पारुथिबे जानिबा लोक जे सब्सक्राइब बढ़ेया पाए एही प्रकार करती, सेमानकु आमे तार किछि
ଲୋକମାନେ ତାକୁ ଜାଣିନଥିବେ, ତାକୁ ଆମ ଲୋକମାନେ ହାଇଲାଇଟ୍ କରିଦେବା, ତାକୁ ତାର ଭିଡ଼ିଓ ଦେଖିବା ଏବଂ ସେୟାର କରିବା, ଯାହାରି ଫଳରେ ତାଙ୍କର ସବସ୍କ୍ରାଇବରଟା ବଢ଼ିଯାଉଛି, ତାଙ୍କର ରିଚ୍ଟା ବଢ଼ିଯାଉଛି। ଆପଣମାନେ ବଡ଼ ବଡ଼ ଲୋକମାନେ, ଯେଉଁ ଲୋକମାନେ କି ପ୍ରଭୁଙ୍କ ବିରୋଧରେ କହୁଛନ୍ତି କି ବାଇବେଲ ବିରୋଧରେ କହୁଛନ୍ତି, ସେହି ସମ୍ପର୍କରେ କିଛି ବି କରନ୍ତୁ, ଜବାବ ଦେଉଛନ୍ତି। ଆଉ ଯେଉଁ ଲୋକମାନେ ମାନେ କିଛି ଜାଣିନାହାନ୍ତି ସେମାନଙ୍କୁ ଦେଖିଲେ ତ ଆପଣ ଜାଣିପାରୁଥିବେ, ଗୋଟେ ସଣ୍ଡେ ସ୍କୁଲ ଷ୍ଟୁଡେଣ୍ଟ ଠାରୁ ମଧ୍ୟ ତାଙ୍କର ନଲେଜ କମ୍ ଥାଏ। ସେମିତି ଲୋକମାନଙ୍କ ବିଷୟରେ କାହିଁକି ଟେନସନ୍ ହେଉଛନ୍ତି? ସେମାନେ କହିବେ, ସେମାନଙ୍କର କାମ ହେଲା ସେମାନଙ୍କ ରିଚ୍ ବଢ଼େଇବା। ସେମାନେ ବାସ୍ତବରେ ତାଙ୍କ ଧର୍ମ କି ଆମ ଧର୍ମ କାହା ଧର୍ମ ଲୋକ ନୁହନ୍ତି, ସେମାନେ ନିଜର ରିଚ୍ ବଢ଼େଇବା ପାଇଁ ସେମିତି କରିବା ପାଇଁ ଚାହାନ୍ତି। ସେଥିପାଇଁ ଆପଣମାନେ ଏମିତି ଯଦି ଗୋଟେ ଏଜୁକେଟେଡ୍ ପର୍ସନ୍ କିମ୍ବା ଗୋଟେ ବଡ଼ ଟିଭି ଚ୍ୟାନେଲରେ କିଛି ଯଦି ଆମ ବିରୋଧରେ ପ୍ରଭୁଙ୍କ ବିରୋଧରେ କୁହାଯାଉଛି, ତାହେଲେ ଆମମାନେ ସେମାନଙ୍କର ବିରୋଧରେ କିଛି କହିବାଟା ଠିକ୍ ହେବ। ମୁଁ ଯଦି ଗୋଟେ ଭିଡ଼ିଓ କରିଦେବି, ଗୋଟେ ଛୋଟ ୟୁଟ୍ୟୁବର କି ଛୋଟ ଚ୍ୟାନେଲ ଚଲାଉଥିବା ଲୋକ, ତାର ରିଚ୍ ବଢ଼ିବ କି ନାହିଁ ଆପଣମାନେ ନିଜେ ଚିନ୍ତା କରନ୍ତୁ। କ'ଣ ଲାଭ? ଯଦି ସିଏ ଭଲ କରୁଛି ତାହେଲେ ତ ତାଠୁ ବି ଆଉ ଭଲ ଲୋକମାନେ, ତାଠୁ ଆଉ ବଡ଼ ଲୋକମାନେ ତାଙ୍କ ସୋସାଇଟିରେ ଅଛନ୍ତି, ସେମାନେ ବି କରିଥାନ୍ତେ ନା। এই ସମସ୍ତ ସେମାନଙ୍କ ବିରୋଧରେ ଭିଡ଼ିଓ କରିବା, ସେମାନଙ୍କ ବିରୋଧରେ କହିବା ଦ୍ୱାରା ସେମାନଙ୍କର ହିଁ ଲାଭ ହେଉଛି, ଆମର କିଛି ଲାଭ ହେଉନାହିଁ। ଆପଣମାନେ ଆଉ ସେ ସମସ୍ତ ବିଷୟ ଜାଣିଛନ୍ତି। ଆଉ ମୁଁ ୟୁଟ୍ୟୁବରେ ଭିଡ଼ିଓ କରି କରି ବହୁତ ବିଷୟ ସେ ସମସ୍ତ ଶିଖିଛି। ସେଥିପାଇଁ ଆପଣମାନେ ପ୍ରଥମେ ଯେତେବେଳେ ଜଣେ ଯଦି ପ୍ରଭୁଙ୍କ ବିରୋଧରେ ଭିଡ଼ିଓ କରୁଛି, ତାହେଲେ ତାକୁ ଦେଖନ୍ତୁ, ତାର ଚ୍ୟାନେଲ ଦେଖନ୍ତୁ, ସେ ଚ୍ୟାନେଲ କେତେ କେଉଁ ଟାଇପ୍ର, କେତେ ସବସ୍କ୍ରାଇବ୍ ଅଛନ୍ତି, କେତେ ତାର ଭ୍ୟୁଜ୍ ଆସୁଛି, କେତେ ଲାଇକ୍ ଆସୁଛି, ତାପରେ ଯାଇ ଯାହା ବି ଡିସିସନ୍ ନିଅନ୍ତୁ। ତାର କହିବାର ବିଷୟ କେତେ, ତାର ଭ୍ୟାଲୁ କେତେ ରହୁଛି। ଆଉ ମନ ଇଚ୍ଛା ଯଦି ସେମିତି କରିବେ ଆପଣ, ତାର ହିଁ ରିଚ୍ ବଢ଼ିବ, କିଛି ଲାଭ ନାହିଁ। ବର୍ତ୍ତମାନ ଯେଉଁ ପରିସ୍ଥିତି, ବର୍ତ୍ତମାନ ଯେଉଁ ଆମର ଓଡ଼ିଶାର ସିଷ୍ଟମ ହେଇଛି, ସେମାନେ ଯାହା ବି କହିବେ କିଛି ପ୍ରୋବ୍ଲେମ୍ ନାହିଁ, ତାଙ୍କ ପାଇଁ କିଛି ନାହିଁ। ସେଥିପାଇଁ ସେମାନେ ତ କହୁଛନ୍ତି ସମ୍ବିଧାନକୁ ସେମାନେ ନ ମାନିଲେ ମଧ୍ୟ ତାଙ୍କୁ କିଛି କରିବାକୁ କିଏ ନାହାନ୍ତି। ସେଥିପାଇଁ ଆପଣମାନେ ଛୋଟ ଛୋଟ ଲୋକମାନଙ୍କ ବିଷୟକୁ ନେଇକି ଭିଡ଼ିଓ କରିବା କିଛି ଆବଶ୍ୟକ ନାହିଁ। ଯେଉଁ ଲୋକମାନେ ଯଦି ବଡ଼ ଲୋକମାନେ, ଯାହାକୁ ଦ୍ୱାରା କି ଲୋକମାନେ ମ୍ୟାନିପୁଲେଟ୍ ହେଇପାରିବେ, ମାନେ ଯେଉଁଟା ମିଛକୁ ବି ସତ ବୋଲି କହିଦେଲେ ସତ ହେଇଯିବ, ଏମିତି ଭାବିବା ଭଳି ଲୋକମାନେ ଯଦି କହୁଛନ୍ତି, ଜଣେ ଯଦି ଗ୍ରହଣ ଯୋଗ୍ୟ ବ୍ୟକ୍ତି ଯଦି ପଦେ କଥା କହିଦେଲେ, ତାହେଲେ ସେମିତି ଲୋକମାନଙ୍କୁ ନାଇଁ ଏଇ ଭୁଲ କହିଛି ମାନେ ଭୁଲ କହିଛି ବୋଲି କହିବାକୁ ପଡ଼ିବ। ଆଉ ଛୋଟ ଛୋଟ ଲୋକମାନଙ୍କ ବିରୋଧରେ ଛୋଟ ଛୋଟ ଚ୍ୟାନେଲ ଗୁଡ଼ିକ, ସେମାନଙ୍କର କର୍ତ୍ତବ୍ୟ ହିଁ ସେଇଟା। ସେମାନଙ୍କର ଫେସ୍ ଦେଖିଲେ କି ଜଣା ବି ପଡ଼ୁନାହିଁ ଯେ ସେମାନେ ନିଜ ଧର୍ମ ପାଇଁ କରୁଛନ୍ତି। ଗୁଡ଼ାଏ ଟ୍ରାଏ କରିଲା ପରେ ସେମାନେ ୟୁଟ୍ୟୁବରେ ଆସି କରୁଛନ୍ତି। ପ୍ରଭୁ ସେମାନଙ୍କୁ ଜ୍ଞାନ ଦିଅନ୍ତୁ। ଆମେ ତ ଖ୍ରୀଷ୍ଟିଆନ ଲୋକ ହିସାବରେ ସେତିକି ଚିନ୍ତା କରିବା କଥା। ଯଦି କୌଣସି ବ୍ୟକ୍ତି, ବଡ଼ ପର୍ସନ୍, ପ୍ରଭାବିତ କରିପାରୁଥିବା ଜଣେ ବ୍ୟକ୍ତି ଯଦି କହୁଛି, ତାହେଲେ ଆମେ ତା ବିରୋଧରେ କହିବା ଆବଶ୍ୟକ। ତାହା ମଧ୍ୟ ସବୁବେଳେ ନୁହେଁ, ଥରେ ଦୁଇଥର କହିବା ବାସ୍, ତାପରେ ପ୍ରଭୁ ତା କଥା ବୁଝିବେ। ତ ବର୍ତ୍ତମାନ ସମୟରେ ଆମମାନେ ପ୍ରଭୁଙ୍କର ନିକଟତର ଲୋକ ହିସାବରେ ଗୋଟେ ଅଲଗା ପ୍ରକାର ଚେତନା ଲୋକମାନଙ୍କୁ ଦେବା ଦରକାର। ମୁଁ ବହୁତ ୟୁଟ୍ୟୁବରେ ବହୁତ କିଛି କରି କରି ଆସିବା ପରେ ମୁଁ ଶିଖୁଛି, ଆପଣମାନେ ମଧ୍ୟ ଶିଖୁଥିବେ ଯେ କ'ଣ କରିବା ଦରକାର, କ'ଣ କରିବା ନ ଦରକାର। ବହୁତ ଭଲ କଥା, ବହୁତ ପ୍ରଭୁଙ୍କର ଲୋକମାନେ ଦୂର ଦୂରରୁ ମଧ୍ୟ ଦେଖୁଛନ୍ତି। ଆମ
ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଏତେ ଗୋଟେ ଭଲ ବିଷୟ ବାଛିଛନ୍ତି, ଏତେ ଗୋଟେ ବହୁତ ମାନେ ଭଲ ରାସ୍ତାରେ ଅଛନ୍ତି, ଯାହାକି କହିଲେ ବହୁତ ବଡ଼ ବିଷୟ, ବହୁତ ଗ୍ରେଟଫୁଲ ବିଷୟ। ଦୁନିଆର ଲୋକମାନେ ଯାହାକୁ ଜାଣିନାହାନ୍ତି, ଦୁନିଆର ଲୋକମାନେ ବୁଝି ନାହାନ୍ତି, ସେମିତି ବିଷୟ ଆମେ ବୁଝିଅଛୁ। ବିଲହାର ବିଜଲାନ କହୁଛନ୍ତି, ଇଜ୍ରାଏଲ ୱାର୍ କରି କରି ଅଧାରୁ ଅଧିକ କଣ୍ଟ୍ରିକୁ ମାରି ସାରିଲା ସାର୍। ମୁଁ ଟିକେ ଡାଉଟ୍ରେ ଅଛି, ପ୍ରଭୁ ଇସ୍ରାଏଲକୁ ଏମିତି ମାଧ୍ୟମରେ ରକ୍ଷା କରିବେ ନା ଆଉ ବାଇବେଲ ଅନ୍ୟ କିଛି ଅଛି ଇସ୍ରାଏଲକୁ ଜୟ କରିବା? ତ ଇସ୍ରାଏଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଛାଡ଼ି ଦେଇଛି। ଇସ୍ରାଏଲ ପ୍ରଭୁଙ୍କର ଅନୁଗ୍ରହ ପାଇଅଛି। ଅନୁଗ୍ରହ କହିଲେ ତ ହବ ନାହିଁ, ଆଶୀର୍ବାଦ ମାନେ ପ୍ରତିଜ୍ଞା। ଏବେ ଆପଣଙ୍କୁ ମୁଁ ଗୋଟେ ଜାଗାଟେ ଲେଖିଦେଲି, ଆପଣଙ୍କ ନାଁରେ ପ୍ରମିସ୍ କରିଦେଲି, ଲେଖିଦେଲି, ତାପରେ ତାହା ଆପଣଙ୍କର ହେଇଗଲା। ତାପରେ ଆପଣ ମୋତେ ଗୋଇଠା ମାରନ୍ତୁ, ଯାହା କରନ୍ତୁ, ଆପଣଙ୍କର ନାଁରେ ସେଇଟା ହେଇକି ରହିଗଲା। କିନ୍ତୁ ଇସ୍ରାଏଲକୁ ଯେଉଁ ପାୱାରଟା ପ୍ରଭୁ ଦେଇଛନ୍ତି, ପ୍ରତିଜ୍ଞା କରିକି ଦେଇଛନ୍ତି, ସେହି ପ୍ରତିଜ୍ଞା ହେତୁ ସେମାନେ ଆଜି ସାରା ପୃଥିବୀକୁ ଜୟ କରୁଛନ୍ତି। ସାରା ପୃଥିବୀ ଉପରେ ସେମାନେ ଆଉ ଏତେ ପାୱାରଫୁଲ ଅଟନ୍ତି। କିନ୍ତୁ ସେମାନେ ଯୀଶୁଖ୍ରୀଷ୍ଟ ଗ୍ରହଣ କରିନାହାନ୍ତି, ସେଥିପାଇଁ ସେମାନଙ୍କୁ ପ୍ରଭୁ ବଡ଼ ବାଡ଼ିରେ ପ୍ରହାର କରିବେ। ଆଉ ସେ ଇସ୍ରାଏଲ ଯେଉଁ ଯୁଦ୍ଧ କରିକି ଜୟ କରୁଅଛି କିମ୍ବା ଯୁଦ୍ଧ କରୁଛି, ତାହା କେବେ ଖ୍ରୀଷ୍ଟିଆନ ଲୋକ ହିସାବରେ ଗ୍ରହଣ କରିବାର ବିଷୟ ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷା ସେମିତି ଦିଏ ନାହିଁ। ସେମାନେ ଯୀଶୁଙ୍କୁ ମାନନ୍ତି ନାହିଁ। ଏବେ ବି ଯୀଶୁଙ୍କୁ ସେମାନେ ଡୁପ୍ଲିକେଟ ଗଡ ବୋଲି କୁହନ୍ତି। ଇସ୍ରାଏଲ ଯାକୋବର କଥା ଆପଣ ଜାଣିଛନ୍ତି, ସେ କେମିତି ଯେଉଁ ଆଶୀର୍ବାଦକୁ ମାନେ ଚୋରି କରିକି ନେଇଛନ୍ତି, ଜବରଦସ୍ତ ନେଇଛନ୍ତି। କିନ୍ତୁ ତାଙ୍କ ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ପରମେଶ୍ୱର ପଠେଇଲେ ଏବଂ ପୃଥିବୀର ଉଦ୍ଧାର କଲେ। ସେ ମଧ୍ୟରୁ ଯିହୁଦୀ ଲୋକମାନେ ମଧ୍ୟ ଉଦ୍ଧାର ପାଇଛନ୍ତି। ଯିହୁଦୀ ଲୋକମାନେ ମଧ୍ୟ ପ୍ରଭୁଙ୍କୁ ଯୀଶୁଙ୍କୁ ବିଶ୍ୱାସ କଲେ। କିନ୍ତୁ ବର୍ତ୍ତମାନର ଇସ୍ରାଏଲ ଲୋକମାନେ ଯୀଶୁଙ୍କୁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହାନ୍ତି। ସେମାନଙ୍କ ପାଖରେ ଜ୍ଞାନ ଅଛି, ସେମାନଙ୍କ ପାଖରେ ବଳ ଅଛି, ସବୁ ଅଛି। ସେଇଟା କ'ଣ? ଈଶ୍ୱରଙ୍କର ପ୍ରତିଜ୍ଞା। ଈଶ୍ୱର ସେମାନଙ୍କୁ ଦେଇଛନ୍ତି, ଚୁକ୍ତି କରିଦେଇଛନ୍ତି। କିନ୍ତୁ ସେମାନଙ୍କୁ ପ୍ରଭୁ ବହୁତ ବଡ଼ ପ୍ରହାରରେ ପ୍ରହାର କରିବେ। କେତେବେଳେ ତାହା ହବ? ଯେତେବେଳେ ମଣ୍ଡଳୀକୁ ପ୍ରଭୁ ଉଠେଇକି ନେବେ, ସେତେବେଳେ ସେମାନେ ବୁଝିପାରିବେ ଯେ ଯୀଶୁଖ୍ରୀଷ୍ଟ କିଏ, ଯୀଶୁଖ୍ରୀଷ୍ଟଙ୍କର ଶକ୍ତି କ'ଣ। ଆଉ ସେହି ସମୟରେ ଅନେକ ଯିହୁଦୀ ଲୋକମାନେ ମନ ଫେରାଇବେ, ଆଉ ସେମାନେ ନିଜର ବେକ କାଟିବେ ମାନେ ଭଣ୍ଡ ଖ୍ରୀଷ୍ଟଙ୍କ ଦ୍ୱାରା। ଆଉ ଅନେକ ଯିହୁଦୀ ଲୋକମାନେ ସେ ଭଣ୍ଡ ଖ୍ରୀଷ୍ଟଙ୍କୁ ମସିହ ବୋଲି ଗ୍ରହଣ କରିବେ। ତ
से समय आउ से इजराइल लोक ही रहिबे ना से डुप्लिकेट इजराइल वास्तव में आम ख्रीस्टियन धर्म कहूँ ख्रीस्टियन धर्म लोक नुह आम जड़े जिहुदी लोक जीशु मध्य जड़े जिहुदी लोक थे ख्रीस्टियन शब्दर अर्थ है ख्रीष्टों भितर रहा ख्रीष्टों सहित रहा इंडियन कहले कौन भारत भितर लोक इंडियन कहुए ख्रीस्टियन कहले ख्रीष्टों लोक ख्रीस्टियन कहुए ख्रीस्टियन लोक मैंने गोटे अलग धर्म नुआ धर्म नुहे से जिहुदी लोक मैंने ही ख्रीस्टियन ईश्वर कौन अलग सदाप्रभु परमेश्वर कौन नूतन नियम चेंज हो गले कि प्रभु श्री कहते मु व्यवस्था को सफल करने कि व्यवस्था को नष्ट करने नुहे एवं जते इजराइल लोक मान अच्छा से माने जीशुख्रीष्ट को पूजा करने कथा जीशुख्रीष्ट को मानिबा कथा से माने मानु ना तो से मानकु भंड ख्रीष्ट आसीबा पई भंड ख्रीष्टकर आवश्यक रहिथिबा पई से माने आज भी जीशुख्रीष्ट को मानु ना आ से भंड ख्रीष्ट आसिले भंड ख्रीष्ट को लोक माने मानिबे नचेत जीशुख्रीष्ट जो राष्ट्र मंडली उठा जीव सेते बेले से माने परिवर्तन हो जिवे एबे देखंतु आश्चर्य कर्म कोठी लोक मन देखुछंती आश्चर्य कर्म जो जिहुदी लोक मान समय रे घटुथिला सेमिति तो आश्चर्य कर्म वर्तमान माने कोठी देखुना देखिले मध्य ताहा गोटे एते आश्चर्य लागुनी किंतु जते बेले सारा पृथ्वी रो ख्रीस्टियन लोक माने उभा हे जिले सेते बेले कोन न घटी पारे सही समय निश्चय लोक मैंने बाइबल कौन डाले बाइबल कौन लिखाई कौन लिखाई कौन है केमती है जमी हेरोद राजा जिहुदी धर्म ग्रंथ रे खोजी खोजी खोजुंट जे जीशुख्रीष्ट विषय कौटी लिखाई सेमती लोक मैंने खोजे आ समय से जीशु जीवन देवे तो आम मैंने केते भाग्यवान लोक आम मैंने केते माने मूल्यवान लोक जे माने प्रभु को पाइछु माने बिना मूल्य लोक माने पृथ्वी को निजे निजे गोटे सजाइबा चेष्टा करछंती किंतु प्रभुंकर योजना अनुसार प्रभुंकर जो पूर्वरु जोड़ा अच्छी ताहा ही हम आमर प्रधानमंत्री नरेंद्र मोदी कहते जे न्यू वर्ल्ड ऑर्डर पृथ्वी आसब से प्रस्तुत होचु भारत मध्य से बाद पड़ो ना न्यू वर्ल्ड ऑर्डर कहले समस्त पृथ्वी एकजुट हो गोटे नुआ पृथ्वी नुआ गोटे कानून व्यवस्था भीतर को जीवा भारत रो समस्या पाकिस्तान रो समस्या अफगानिस्तान रो समस्या चीन रो समस्या रूस रो समस्या इजराइल रो अमेरिका रो जापान जर्मन सऊदी अरब रो सब कंट्री गुडी जो समस्या ही समस्या से से माने हाथ टेकी देवे आउ से भंड ख्रीष्ट को समर्पण करेंगे सेमिति जड़े शासनकर्ता आसब बोली बाइबल कहूँ तो इजराइल जो युद्ध करुच्ची भल करुच्ची सेमती नुहे जीशुख्रीष्ट कहते जे मुझे चाही था युद्ध कर पारि न था मोर स्वर्गस्थ पिता कौन सैन्य सामंत पठे पारि न था से इजराइल लोक मान मानसिकता एमती देखो पितर कौन कला खंडा काढ़ला जीशु को जो धरिया लोक जाते खंडा काढ़ी कान काटा चेष्टा कला से जीशुख्रीष्ट कहते जी खंडा धरी खंडा व्यवहार कर से खंडारे हत हे तुम खंडा को रख तुम्हें कौन भावुच मु चाहिए कौन परमेश्वर मोर पिता सैन्य सामंत पठे पारे ना पारे कहीं पठेले ना तेरे एवं जिहुदी लोक मैंने सेमती भावती युद्ध करने दरकार युद्ध कर हासिल करने दरकार किंतु प्रभु जीशुख्रीष्ट लोक मैंने युद्ध करती किंतु से प्रेमर युद्ध करती आज सारा पृथ्वी सबुठ अधिका
ଜୟ କିଏ କରିଛି, ହାସଲ କିଏ କରିଛି? ଖ୍ରୀଷ୍ଟିଆନ ଲୋକମାନେ। ସେମାନେ ଯୁଦ୍ଧ କରି ପ୍ରେମର ସହିତ। କେତେ କେତେ ଘଞ୍ଚ ଜଙ୍ଗଲ ପୁରା ମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡ଼ିକକୁ ମଧ୍ୟ ଯାଇ ଖ୍ରୀଷ୍ଟିଆନ ପାଷ୍ଟର ମାନେ, ଖ୍ରୀଷ୍ଟିଆନ ମିଶନାରୀ ମାନେ ଲୋକମାନଙ୍କର ଆତ୍ମାକୁ ଲାଭ କଲେ। ଆମେ ଯେମିତି ଭାବୁଛୁ ଯେ ଆମେ କାଶ୍ମୀରକୁ ଲାଭ କରିବା, କାଶ୍ମୀରକୁ ହାସଲ କରିବା, ଯୁଦ୍ଧରେ ହାସଲ କରିବା, କିନ୍ତୁ ଖ୍ରୀଷ୍ଟିଆନ ମିଶନାରୀ ମାନେ କ'ଣ କଲେ? ପ୍ରେମରେ ହାସଲ କଲେ, ସେଥିପାଇଁ ଜୀବନ ମଧ୍ୟ ଦେଲେ। କେତେ କେତେ ଜାଗାରେ ତ ମିଶନାରୀ ମାନଙ୍କୁ ଲୋକମାନେ ମାରିକି ଖାଇଲେ, ମାରିଦେଲେ, କିନ୍ତୁ ଆଜି ସେମାନେ ଖଣ୍ଡା ତଲବାରରେ ଯୁଦ୍ଧ କରିନାହାନ୍ତି, ପ୍ରେମର ସହିତ ଯୁଦ୍ଧ କରିଛନ୍ତି। ସାରା ପୃଥିବୀରେ ସବୁଠୁ ଖ୍ରୀଷ୍ଟିଆନ ଅଧିକା। ଆଉ ସେହି ଖ୍ରୀଷ୍ଟିଆନ ଲୋକମାନେ ଯଦି ଚେଷ୍ଟା କରିବେ, ଚାହିଁବେ, କହିଲେ ସେମାନେ ସାରା ପୃଥିବୀରେ ଗୋଟେ ଅଲଗା ଦେଶ କଲେ ସେମାନଙ୍କର ହିଁ ସଂଖ୍ୟା ବଢ଼ିବ। କିନ୍ତୁ ଯୀଶୁ କ'ଣ କହୁଛନ୍ତି? ଯେ ଆମର ଯୁଦ୍ଧ ଏମିତି ନାହିଁ। ଆମେ ମଣିଷ ହିସାବରେ ବହୁତ କିଛି ଶିଖୁଛୁ, ଶିଖି ଆସୁଛୁ, ଶିଖିବା ଆବଶ୍ୟକ ରହିଅଛି। ଆଉ ଆମେ ବର୍ତ୍ତମାନ ସମୟରେ ଯେଉଁ ଜିନିଷ ଗୁଡ଼ିକ ୟୁଜ୍ କରୁଅଛୁ, ବ୍ୟବହାର କରୁଅଛୁ, ଆଉ ଏହି ବିଷୟ ଗୁଡ଼ିକୁ ମଧ୍ୟ ଆମେ ବୁଝିବା ଆବଶ୍ୟକ। ସୋସିଆଲ ମିଡ଼ିଆ ୟୁଜ୍ କରୁଅଛୁ, ଆମେ ଲୋକମାନଙ୍କୁ ଶିଖେଇବା ଦରକାର। ଏ ସମସ୍ତ ଆମେ ଏ ସମସ୍ତ କିଛି ବୁଝିବା ଦରକାର। ଆଉ এই ସମସ୍ତ ଦେଖି ଆପଣମାନେ ଛାନିଆ ହୁଅନ୍ତୁ ନାହିଁ ଯେ ଯୁଦ୍ଧ ଚାଲିଛି, ଆମର କ'ଣ ହେବ, କେମିତି ହେବ, ବ୍ୟସ୍ତ ହେବା ଆବଶ୍ୟକ ନାହିଁ। ପ୍ରଭୁଙ୍କ ଅଜଣାତରେ କିଛି ବି ହେବ ନାହିଁ। କେତେ ଚକ୍ରାନ୍ତ ଚାଲିଛି ଶୈତାନ, ଚିନ୍ତା କରନ୍ତୁ। ଲୋକମାନଙ୍କୁ ପ୍ରଥମେ ଆତଙ୍କବାଦୀ ମାନେ ମାରିବେ ଆଉ ଉସ୍କେଇବେ, ତାପରେ ଯୁଦ୍ଧ ହେବ। ଯୁଦ୍ଧ ହେଲେ ଅର୍ଥନୀତି ତଳକୁ ଯିବ, ଅଶାନ୍ତି ବଢ଼ିବ। ସେତେବେଳେ ଆଉ ଜଣେ ସାରା ପୃଥିବୀର ହିରୋ ହେବ। ସେ ହିରୋ ହେବା ଆବଶ୍ୟକ ରହିଅଛି, ସେ ହିରୋ ଆସିବ। ତ ପ୍ରିୟ ଭାଇ ଭଉଣୀ ମାନେ ବ୍ୟସ୍ତ ନୁହେଁ, ପ୍ରାର୍ଥନା କରିବା ଆମ ଦେଶ ପାଇଁ, ଆମ ଖ୍ରୀଷ୍ଟିଆନ ସୋସାଇଟି ପାଇଁ। ଯେମିତି ସାମ୍ପ୍ରଦାୟିକ ବିଷୟରେ ଅଶାନ୍ତି ନ ସୃଷ୍ଟି ହୁଏ, ସେଥିପାଇଁ ଆମେ ସବୁବେଳେ ପ୍ରାର୍ଥନା କରିବା ଦରକାର। ବିଶେଷ କରି ଶେଷ ସମୟରେ ଆମେ କେମିତି ଜୀବନଯାପନ କାଟିବା, ସେଥିପାଇଁ ଆମେ ନିରନ୍ତର ପ୍ରାର୍ଥନା ସହିତ ରହିବା ଆବଶ୍ୟକ। ତେବେ ଆଜି ପାଇଁ ଏତିକି। ମୁଁ ନେକ୍ସଟ ଥର ମଧ୍ୟ ଏମିତି ଲାଇଭ୍ ଆସିବାକୁ ଚେଷ୍ଟା କରିବି। ଇଏ ଭିଡ଼ିଓ ବନେଇ ଅପଲୋଡ଼ କରିବା ପାଇଁ ସମୟ ହେଉନଥିବା ପାଇଁ ବାଧ୍ୟ ହେଇ ମୁଁ ଲାଇଭ୍ ଆସିଲି। ଆଉ ଆପଣମାନେ ନିଶ୍ଚୟ ଏହି ଲାଇଭ୍କୁ ସେୟାର କରନ୍ତୁ ଲୋକମାନଙ୍କ ପାଖକୁ, ଏବଂ ଅନେକ ଲୋକମାନଙ୍କର ଆଶୀର୍ବାଦର କାରଣ ହୁଅନ୍ତୁ। ଧନ୍ୟବାଦ।